জন ଏମିତି ନୁହେଁ ଚାଷୀ ତାର ଧାନ ଆଣିକି ମଣ୍ଡିରେ ଜଗିଥିବ ଆଜି ସେ ବିଲରେ ନେଲା ଜଗିଥିବ ଏମିତି ହବନି। ଆଉ ଯଦି ବର୍ଷା ଫର୍ଷା ପାଗ ବ୍ୟବସ୍ଥା ଅଛି ଆମର ଇଚ୍ଛା ହେଲେ ତାকে ଧାନ ନେତୁ ନହେଲେ ନ ନେତୁ ସିନା ଆମେ ତସ ଭାଗୁଡ଼ି ଯାହା ହଇରାଣି ଆସୁଛୁ ଆମେ ଯାହା ଦେଇଛୁ ଯେମିତିଆ ଧାନ ଉଠୁছে ସେମିତିଆ ଗାଉଛୁ ଘର ନକୁ ଯିବା ଏକା ଆମର ଗାଡ଼ି ଉର୍ବର ଯେଉଁ ସୁବିଧା ଅଛି ସେ ସୁବିଧା ଆଣିକି ଦିଆ ଏକା ଆମେ ଏମିତିଆ ଧାନ ଦେବା କି ହଇରାଣିଆ କରୁ ଚାଷୀମାନଙ୍କୁ ଏ ଧାନକୁ ଦେଲେ ଏଠି ସେଠି ଆମେ ନବଧ କରୁ କି ଆମର ଗାଡ଼ି ନେବା ଆସ ଅଛି ଆମେ କୋଟି ଥର ଘରକୁ ଆଣୁ ଆଗ ସୁବିଧା ଭଲ ଥିଲା ଆମର ଏବେ ଧାନ ଯେଉଁ କହୁଛନ୍ତି ବିଲରୁ ଆଣିବା ଘରକୁ ଘରୁ ଆଣିବା ମଣ୍ଡିକି ଆମେ ମଣ୍ଡିକି ଦେଇପାରିବୁ ନାହିଁ। ମଣ୍ଡି ବାଲା ଆସିଛନ୍ତି ଆସିକିରି ଧାନ କେଉଁ ପ୍ରକାର ଯିବ ସେ ସକାଶରେ ଚାଷୀମାନେ ଜଣାଉଛନ୍ତି ଆଉ ଧାନ ଆମର ଯେମିତି ଯାଉଥିଲା ସେଇ ପ୍ରକାର ଧାନ ଯିବାକୁ ଆମେ ଅନୁରୋଧ କରୁଛୁ। ଆଉ ଏବେ ତମେ କହିବ ଆମ ଘରକୁ ଆସ ଆମ ଘରୁ ମଣ୍ଡିକି ନେବ ଧାନ ସେଗୁଡ଼ାକ ନେବା ଆଣିବା ସେ କ୍ଷତିପୂର୍ଣ୍ଣ ଦେଉଛି କି ଧାନ ଆମର ଯେମିତି ଘରୁ ଧାନ ନେଉଥିଲେ ଆଗରୁ ସେମିତି ଆସିକିରି ଧାନ ନେବେ ଆଉ ଦେଖିବେ ଧାନ ଚେକ୍ କରିବେ ଚେକ୍ କରିକିରି ଧାନ ଧରିକି ଯିବେ। ଚାଷୀମାନେ କେମିତି ସୁବିଧାରେ ଧାନ ସମବାୟ ସମିତିକୁ ଦେବେ ତା ବିଷୟରେ ଆଲୋଚନା କରାଯାଇଛି। ବର୍ତ୍ତମାନ ସେମାନେ ନେବା ଆଣିବା କରିବାରେ ଯେଉଁ ଖର୍ଚ୍ଚାନ୍ତ ହେଉଛି ଆଉ ପ୍ଲସ୍ ସେମାନଙ୍କୁ ଯେଉଁ ଅଖା ଦେବାର କାର୍ଯ୍ୟକ୍ରମ ରହିଛି ସେ ବିଷୟରେ ସେମାନେ ଆଲୋଚନା କରିଥିଲେ ଏବଂ ତାକୁ ସମାଧାନ କରାଯାଇଛି। ଚାଷୀ ତା ଘରଠୁ ସମବାୟ ସମିତି ଆଣିବା ଭିତରେ ଯାହା ଖର୍ଚ୍ଚ ହେବ ସେମାନେ ଚାଷୀ ବହନ କରିବେ ଆଉ ସମବାୟ ସମିତିକି ଆସିଲା ପରେ ଯାହା ଆମର ଖର୍ଚ୍ଚ ହେବ ସେ ସମବାୟ ସମିତି ବହନ କରିବେ। କୌଣସି କଠିନ ଛଟିଣର କୌଣସି କାର୍ଯ୍ୟକ୍ରମ ନାହିଁ।